ମହୋତ୍ସବର ଆବାହକ। ଦେଖନ୍ତୁ ଆମେ ଗୋଟେ ନୂଆ ଚିନ୍ତାଧାରା ନେଇକି କାର୍ଯ୍ୟକ୍ରମ କରିଛୁ। କାରଣ ସବୁଠି ମହୋତ୍ସବ ହେଉଛି, ଓଡ଼ିଶା ସାରା କେଉଁଠି ଯୁବ ମହୋତ୍ସବ କରୁନି। ବିଶେଷ କରି ଆମ ଯାଜପୁର ଜିଲ୍ଲାରେ ଯୁବ ମହୋତ୍ସବ ହେଇନଥିଲା, ପ୍ରଥମ କରିକି ଆମେ ଆରମ୍ଭ କରିଛୁ। ଆଉ ୟାର ଆଭିମୁଖ୍ୟ ରହିବ ସମସ୍ତ ଯୁବକମାନଙ୍କୁ ସମ୍ବର୍ଦ୍ଧିତ କରିବା, ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା, ସମସ୍ତଙ୍କୁ ସମ୍ମାନ ଦେବା। ଯେ ସମାଜ ପାଇଁ କାର୍ଯ୍ୟକ୍ରମ କରୁଛି, କାର୍ଯ୍ୟକ୍ରମରେ ଭାଗିଦାରୀ ହେଇଛି, ତାଙ୍କୁ କିପରି ଭାବରେ ସମ୍ମାନ ମିଳିବ, ଇଏ ମଞ୍ଚ ସେଇଥିପାଇଁ ତିଆରି ହେଉଛି। କାଲି 7 ତାରିଖ ଠୁ 12 ତାରିଖ ପର୍ଯ୍ୟନ୍ତ ଯୁବ ମହୋତ୍ସବର କାର୍ଯ୍ୟକ୍ରମ ରହିଛି। ସମସ୍ତ ବ୍ଲକରୁ ସମସ୍ତ ପ୍ରତିଭା ମାନେ ଆସିବେ, କାର୍ଯ୍ୟକ୍ରମ କରିବେ। ସଙ୍ଗୀତ, ଖେଳ, ତା ସାଙ୍ଗରେ ନାଚ ଗୀତ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ରହିଛି। ବ୍ଲକ ୱାଇଜ୍ ଆମେ ତାଙ୍କୁ କମ୍ପିଟିସନ୍ର ଭାଗ ନେବା ପାଇଁ ଦାୟିତ୍ୱ ଦେଇଛୁ। ବ୍ଲକ ୱାଇଜ୍ ସେମାନେ ସବୁ ଆସିବେ, କାର୍ଯ୍ୟକ୍ରମ କମ୍ପିଟିସନ୍ରେ ଭାଗ ନେବେ ଏବଂ ତା ସହିତ ସମସ୍ତ ପ୍ରକାର ବଡ଼ ବଡ଼ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିବ ବୋଲି ଆୟୋଜନ କରାଯାଇଛି। ଆମର କବାଡ଼ି ହଉ, ଦିନରେ ସମସ୍ତ ଖେଳ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସନ୍ଧ୍ୟାରେ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। ସୁରକ୍ଷା ବ୍ୟବସ୍ଥା କେମିତି କ'ଣ ରକ୍ଷା ବ୍ୟବସ୍ଥା କରାଯାଇଛି? ଆମେ ଏଠି ଅଂଶଗ୍ରହଣ କରିବେ, ସେଥିପାଇଁ ମୁଁ ପ୍ରଶାସନକୁ ଆମକୁ ଦାୟିତ୍ୱ ଦେଇଛି। ଆମେ ବି ତାଙ୍କ ପାଖରେ ଯିଏକି ସେ ଆମକୁ ବହୁତ ଟାଇମ୍ ଦେଇ ଆମ ପାଖରେ ଆସିକି ଉପସ୍ଥିତ ରହୁଛନ୍ତି। ଯାଜପୁର ଜିଲ୍ଲାର ଯୁବକମାନଙ୍କୁ ଖେଳ, ନାଚ, ଗୀତ, ଡିବେଟ୍ ଏବଂ ଯାଜପୁର ସଂସ୍କୃତି ବିଷୟରେ ଅବଗତ କରାଇବା ଏବଂ ଯାଜପୁରର ଯୁବକମାନଙ୍କୁ ଆଗୁଆ କରିବା, ଏସବୁ କ୍ଷେତ୍ରରେ ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେଇଆ। କାଲି 7 ତାରିଖରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେଥିରେ ଖେଳ ଭିତରେ ଆପଣଙ୍କର କ୍ରିକେଟ, ଭଲିବଲ, ଫୁଟବଲ ଏସବୁ ଖେଳାଖେଳି ହେବ ଏବଂ ବିଭିନ୍ନ ପିଲାମାନଙ୍କ ଭିତରେ ଡିବେଟ୍ କମ୍ପିଟିସନ୍, ଡ୍ୟାନ୍ସ କମ୍ପିଟିସନ୍, ସଙ୍ଗ କମ୍ପିଟିସନ୍ ଏସବୁ କାର୍ଯ୍ୟ ହେବ ଏବଂ ୟାରି ଭିତରେ ମଧ୍ୟ ଯେଉଁମାନେ ବିଗତ ବର୍ଷମାନଙ୍କରେ ଯେଉଁ ଯୁବକମାନେ ଭଲ କାର୍ଯ୍ୟ କରିଛନ୍ତି, ସମ୍ବର୍ଦ୍ଧିତ ହୋଇଛନ୍ତି ଏବଂ ତାଙ୍କୁ ମଧ୍ୟ ଏଇଠି ସମ୍ମାନିତ କରାଯିବ। ଖେଳ କ୍ଷେତ୍ରରେ ହେଉ, ନାଚ କ୍ଷେତ୍ରରେ ହେଉ, ଶିକ୍ଷା ଭଲ ପାଠ ପଢ଼ିଛନ୍ତି ସେ କ୍ଷେତ୍ରରେ ହେଉ, ଆମେ ବାଛି ଏବଂ ଯେଉଁ ସମାଜସେବକ ପିଲାମାନେ ଅଛନ୍ତି, ସମାଜସେବା କରିଛନ୍ତି, ଅନେକ ଭଲ କାମ ବି କରିଛନ୍ତି, ସେଇ ପିଲାମାନଙ୍କୁ ଏଠି ସମ୍ବର୍ଦ୍ଧନା, ସେଇ ଯୁବକମାନଙ୍କୁ ଏଠି ସମ୍ବର୍ଦ୍ଧନା ଦିଆଯିବ। ଏଠି ଆମେ ଯେଉଁ ଅତିଥିମାନଙ୍କୁ ଡକାହେଇଛି ସବୁ ଦଳର ବିଶିଷ୍ଟ ନେତାମାନଙ୍କୁ ଡାକିଛୁ। ପ୍ରଥମ ଦିନରେ ଆକାଶ ଦାସ ନାୟକ ଏବଂ MP ଆମର ରବୀନ୍ଦ୍ର ବେହେରା ଏମାନଙ୍କ ଦ୍ୱାରା ଇନାଗୁରେଟ୍ ହେବ ଏବଂ ସୁକିନ୍ଦାର ଯିଏ ମନ୍ତ୍ରୀ ସିଏ ମଧ୍ୟ ଆସିବେ ଏବଂ ଏଥିସହିତ ବିଜେଡି ଦଳର ପ୍ରମୁଖ ନେତାମାନେ, କଂଗ୍ରେସ ଦଳର ପ୍ରମୁଖ ନେତାମାନେ ଆଉ CPI CPMର ପ୍ରମୁଖ ନେତାମାନଙ୍କୁ ଆମେ ଡାକୁଛୁ। କାରଣ ଏହା ହେଉଛି ଯୁବ ମହୋତ୍ସବ, ଯାଜପୁର ଯୁବ ମହୋତ୍ସବ। ଯାଜପୁରର ସବୁ ନେତା ଦଳ ମତ ନିର୍ବିଶେଷରେ ସମସ୍ତେ ଯୁବ ମହୋତ୍ସବକୁ ସହଯୋଗ କରିବେ ଏବଂ ଯୁବକମାନଙ୍କୁ ଉତ୍ସାହିତ କରିବେ।